জ্ঞାনী ଭକ୍ତ ବନ୍ଧୁ ମାନେ ଆଜିର ଅନୁଚିନ୍ତାରେ ଜଣେ ସାଧୁ ଏକଥା କହିଥିଲେ। ଜଣେ ସାଧୁଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯୌବନଟା ଅକ୍ଷୁର୍ଣ୍ଣ ରଖିବା ପାଇଁ ତାର ମନ୍ତ୍ର କ'ଣ? ଯୌବନ କେବେ ଅକ୍ଷୁର୍ଣ୍ଣ ରହିବନି ଆଜ୍ଞା। ମଣିଷ ଶରୀରକୁ ଯୌବନ ଅତିଥି ଭଳିଆ ଆସିଥାଏ, ବନ୍ଧୁବାନ୍ଧବଙ୍କ ଭଳିଆ, ନାଇଁ କି ଆଜ୍ଞା? ବନ୍ଧୁବାନ୍ଧବ ଆଇଲେ 2-4 ଦିନ ଆପଣ ଘରେ ରହିଲେ ପଳେଇଲେ, ଠିକ୍ ସେମିତି ଇଏ ଶରୀର ରୂପକ ଘରକୁ ଯୌବନ ଆସିଥାଏ ଅତିଥିଙ୍କ ଭଳି, ବନ୍ଧୁଙ୍କ ଭଳି। କିଛି ଦିନ ରହିବା ପରେ ତା ବାଟରେ ସେ ଚାଲି ଯାଇଥାଏ। ଠିକ୍ ସେଇଭଳି କିନ୍ତୁ ଯୌବନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏ ସାଧୁ ଜଣକ ସୁନ୍ଦର କଥା ପଦେ କହିଥିଲେ। କହିଲେ ଶୁଣ, ଯୌବନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ହେଲେ ପ୍ରତ୍ୟେକ ଦିନ ଗୋଟିଏ ଗାଜର ଖାଆନ୍ତୁ, ପ୍ରତ୍ୟେକ ଦିନ ଗୋଟିଏ ଗାଜର ଖାଆନ୍ତୁ ଏବଂ ସବୁ ପ୍ରକାରର କୋଳି, ଯୋଉଠି ଯୋଉ ପ୍ରକାର କୋଳି ପାଇବେ ସବୁ ପ୍ରକାର କୋଳି ଖାଆନ୍ତୁ, ଗାଜର ଖାଆନ୍ତୁ ଏବଂ ସବୁ ପ୍ରକାର କୋଳି ଖାଆନ୍ତୁ ଏବଂ ପ୍ରତି ସପ୍ତାହରେ ଅତି କମରେ 2 ଦିନ କିମ୍ବା 3 ଦିନ ହଳଦୀ ପାଣି ପିଅନ୍ତୁ। ଆ ଦ୍ୱାରା ଅନେକ ରୋଗ ନଷ୍ଟ ହେଇଥାଏ ଏବଂ ମଣିଷ ଚିର ଯୌବନ ଲାଭ କରେ। ପାଳନ କଲେ ମଙ୍ଗଳ ହବ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।